ଜୀବନରେ ସଫଳ ହେବାକୁ ହେଲେ ନା ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ। କାଲି କାମ ଆଜି କରନ୍ତୁ, ଆଜି କାମ ଅବିକା କରନ୍ତୁ। ଅଯଥା ଯୁକ୍ତି କରନ୍ତୁ ନାହିଁ କିମ୍ବା ଭାଗ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ। ସବୁବେଳେ ଅନ୍ୟ ସାଙ୍ଗରେ ହସ ହସ ମୁହଁରେ କଥା ହୁଅନ୍ତୁ ଏବଂ ସବୁବେଳେ ସକାରାତ୍ମକ ଶକ୍ତି ମନରେ ଆଣନ୍ତୁ। ହଁ ମୁଁ କରିପାରିବି, ମୁଁ କରିପାରିବି, ହଁ ମୁଁ ହେଇପାରିବି, ଏଇଭଳିଆ ଜିନିଷ ଆଣନ୍ତୁ ନା ଶବ୍ଦ ମନରେ ଆଣନ୍ତୁ ନାହିଁ। ଦେଖିବେ ନିଶ୍ଚିନ୍ତ ସଫଳ ହେବେ। ଆଉ ଗୋଟିଏ କଥା ମନେ ରଖନ୍ତୁ, ଏକ୍ସକ୍ୟୁଜ୍ ଦେବା ଛାଡ଼ନ୍ତୁ। ମୋ ବାପା ମା' ମୋ ପାଇଁ କିଛି କରିନାହାନ୍ତି, ଆଜି ଯାହା ହେଇଛି ମୁଁ ନିଜ ଇଏରେ ହେଇଛି, ସେଇଟା ତ ଗର୍ବର କଥା। ନିଜେ ଗୋଡ଼ରେ ଛିଡ଼ା ହେବା ଗୋଟେ ବହୁତ ଗର୍ବର କଥା। କିନ୍ତୁ ଯେଉଁ ଅନ୍ୟ ଉପରେ ଦୋଷ ଲଦୁଛନ୍ତି, ମୋ ଭାଇ ଭଉଣୀମାନେ, ମୋ ବାପା ମା' ମାନେ ମୋ ପାଇଁ କିଛି କରିନାହାନ୍ତି, ଆରେ ଥରେ ଭାବନ୍ତୁ ନା, ତୁମକୁ ଯଦି ଆଜି ସେମାନେ ଜନ୍ମ ଦେଇଛନ୍ତି ବା ଏତେ ବଡ଼ ମୁଣ୍ଡରେ ହାତ ପାଇଲା ଭଳିଆ କରିଛନ୍ତି ବୋଲି ତୁମେ ଆଜି ମୁଣ୍ଡ କୁଣ୍ଡେଇ ପାରୁଛ, କିମ୍ବା ତୁମକୁ ଚଲେଇ ଶିଖିଛନ୍ତି ବୋଲି ତୁମେ ଆଜି ଚାଲିପାରୁଛ। ତେଣୁ ଅନ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ, ନିଜ ଉପରେ ସବୁବେଳେ ଭରସା ରଖନ୍ତୁ, ନିଜ କର୍ମ ଉପରେ ମଧ୍ୟ ଭରସା ରଖନ୍ତୁ। ଆଉ ଠିକ୍ ବାଟରେ ଠିକ୍ ରାସ୍ତାରେ ଯାଆନ୍ତୁ, ଦେଖିବେ ନିଶ୍ଚୟ ସଫଳ ପାଇବେ। କ'ଣ ଠିକ୍ କହିଲି ନା?